ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମର ଗୌରବ ହେଉ। ଏହି ସମୟରେ ଆମେ ବାହାର କରିବା ଲୁକ ଲିଖିତ ସୁସମାଚାର 15 ପର୍ବ 11 ପଦରୁ ପଢ଼ିବା। ଆମେ ଅପବ୍ୟୟ ପୁତ୍ରଙ୍କର କାହାଣୀ ସମସ୍ତେ ଆମେ ଜାଣିଛୁ, କିନ୍ତୁ ମୁଁ ସେହି କାହାଣୀକୁ କହୁନାହିଁ, କାହିଁକି ନା ଆମେ ଯଦି କେବଳ କାହାଣୀ ଶୁଣୁଥିବା ତାହେଲେ ବିଜାର ଲାଗିବ। ଯେମିତିକି ଆମେ ସବୁଦିନ ଡାଲି ଭାତ ଖାଉଛୁ କିମ୍ବା ଚିକେନ ଖାଉଛୁ, ସମସ୍ତେ ଚିକେନ ଖାଇବା ପାଇଁ ପସନ୍ଦ କରନ୍ତି, କିନ୍ତୁ ଚିକେନ ଖାଇବା ପାଇଁ ପସନ୍ଦ କରୁଥିଲେ ମଧ୍ୟ ଆମେ ଯଦି ସବୁଦିନ ଯଦି ସେମିତି ଗୋଟେ ପ୍ରକାର ରାନ୍ଧୁଥିବା, ଆଜି ଝୋଳ କରିଛୁ କାଲିକି ମଧ୍ୟ ସେମିତି ହିଁ ଝୋଳ କରୁଥିବା, ପରଦିନକୁ ମଧ୍ୟ ଝୋଳ କରୁଥିବା, ତାହେଲେ ଚିକେନ ଖାଇବା ପାଇଁ ମଧ୍ୟ ଆମକୁ ବିଜାର ଲାଗିବ, ହଁ କି ନାହିଁ? ଯଦି କୌଣସି ଭଲ ଜିନିଷ ଖାଉଛୁ ସେଟାକୁ ମଧ୍ୟ ଆମେମାନେ ସବୁଦିନ ଖାଇଲେ କ'ଣ ହେବ, ଖାଇବା ପାଇଁ ଇଚ୍ଛା ହେବ ନାହିଁ। ସେହି ଚିକେନ, ସେହି ଡାଲି ଭାତ, ସେହି ଛତୁ, ସେହି ମଟନ ସବୁଦିନ ଗୋଟେ ପ୍ରକାରରେ ଖାଇଲେ, ଗୋଟେ ପ୍ରକାର ରାନ୍ଧିକି ଖାଇଲେ ବିଜାର ଲାଗିବ, ଭଲ ଲାଗିବ ନାହିଁ। କିନ୍ତୁ ଆମେ ଯଦି ଅଲଗା ଅଲଗା ଷ୍ଟାଇଲରେ, ଅଲଗା ଅଲଗା ତରିକାରେ ଆମେ ଚିକେନକୁ ପ୍ରସ୍ତୁତ କରିବା, ତାହେଲେ ସବୁଦିନ ଖାଇଲେ ମଧ୍ୟ ବିରକ୍ତି ଲାଗିବ ନାହିଁ। ମନେକର ଆଜି ଚିକେନ ବିରିୟାନୀ ବନେଇଲୁ, ନେକ୍ସଟ ଡେ ଚିକେନ କଷା, ପୁଣି ନେକ୍ସଟ ଡେ ଚିକେନ ଝୋଳ, ପୁଣି ନେକ୍ସଟ ଡେ ଚିକେନ ସହିତ ମୁଢ଼ି। ସେମିତି ଯଦି ଆମେ ଖାଇବା ତାହେଲେ ବିଜାର ଲାଗିବ ନାହିଁ। ଠିକ୍ ସେହିପରି ପ୍ରଭୁଙ୍କର ବାକ୍ୟକୁ ମଧ୍ୟ ଗୋଟେ ଷ୍ଟାଇଲରେ, ମାନେ ଯେମିତି ଲେଖା ହେଇଛି ସେ କାହାଣୀକୁ ଆମେ ପଢ଼ିଲୁ, ସରିଗଲା, ତାହେଲେ କ'ଣ ହେବ? ନିହାତି ପୁରୁଣା ଲୋକମାନଙ୍କୁ ବିଜାର ଲାଗିବ। ହଁ, ନିଶ୍ଚିତ ଭାବରେ ଆମେ ନୂଆ ଲୋକମାନେ ଯଦି ଅଛନ୍ତି ତାହେଲେ ସେ ବିଷୟକୁ ମାନେ କାହାଣୀ ଭାବରେ ଆମେ କହିବା, କାହାଣୀ ଭାବରେ ବୁଝେଇଲେ ସେମାନେ ବୁଝିପାରିବେ। ସେଥିପାଇଁ ମୁଁ କାହାଣୀ କହିବି ନାହିଁ, ଆମେ ସେଠି ଗୋଟେ ବିଷୟ ଲେଖା ଅଛି, ଆମେ ସେ ବିଷୟକୁ ଦେଖିବା। ଆମେ ସମସ୍ତେ ଜାଣିଛୁ, ତଥାପି ଆମେ ଟିକେ ପଢ଼ିଦେବା। 15 ପର୍ବ 11 ପଦ 12 ପଦ 13 ପଦ ପଢ଼। ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ବାଣ୍ଟରେ ପଡ଼ୁଅଛି ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସର୍ବସ୍ୱ ସେମାନଙ୍କୁ ବାଣ୍ଟି ଦେଲେ। ଆଉ ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡ଼ାଇ ଦେଲା। ହାଲେଲୁୟା। ଆମେ ଦେଖୁଅଛୁ ଜଣେ ବାପାଙ୍କର, ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ, ଆଉ ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ ଗୋଟେ ବିଷୟ ମାଗୁଛି। ହାଲେଲୁୟା। କ'ଣ ମାଗୁଅଛି? ଆମେ 12 ପଦରେ ଦେଖୁଅଛୁ, ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ବାଣ୍ଟରେ ପଡ଼ୁଅଛି ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସର୍ବସ୍ୱ ସେମାନଙ୍କୁ ବାଣ୍ଟି ଦେଲେ। ଯେତେବେଳେ ସାନ ପୁଅ ବାପାଙ୍କୁ କହୁଛି, ସମ୍ପତ୍ତିର ଯେଉଁ ଭାଗ ମୋ ବାଣ୍ଟରେ ପଡ଼ୁଅଛି, ତା ମାନେ ସାନ ପୁଅ କହିବା ପାଇଁ ଚାହାନ୍ତି, ବଡ଼ ଭାଇର ଆଉ ମୋର ଯାହା ବି ଧନ ଅଛି, ଜମି ଅଛି, ଯାହା ବି ସମ୍ପତ୍ତି ଅଛି, ସେଟା ତାଙ୍କର ବଡ଼ ଭାଇଙ୍କର ଯୋଉଟା, ସେଟା ତାଙ୍କୁ ଦେଇଦିଅ। ମୋ ଭାଗରେ ଯୋଉଟା ପଡ଼ୁଛି ସେ ସମ୍ପତ୍ତି ମୋତେ ଦେଇଦିଅ। ଏହା ସେ ତାଙ୍କ ବାପାଙ୍କୁ କହିଲା। ଯେତେବେଳେ ବାପାଙ୍କୁ ଏହି ବିଷୟକୁ, ସମ୍ପତ୍ତିକୁ, ତାଙ୍କ ଭାଗର ସମ୍ପତ୍ତିକୁ ସାନ ପୁଅ ମାଗୁଛି, ସେତେବେଳେ ତାଙ୍କର ବାପା ମନା କରୁନାହାନ୍ତି। ହାଲେଲୁୟା। ହୁଏତ ସେ ମନା କରିଥିବେ, ବୁଝେଇଥିବେ, ସେ ବିଷୟ ଲେଖା ହେଇନାହିଁ, କିନ୍ତୁ ଶେଷରେ ଲେଖା ଅଛି, ଆମେ ଦେଖୁଅଛୁ ତାଙ୍କର ବାପା ସେମାନଙ୍କୁ ସମ୍ପତ୍ତିକୁ ଭାଗ କରିକି ଦେଇ ଦେଉଛି।
ଆଉ ଯେତେବେଳେ ସମ୍ପତ୍ତି ପାଇଲା ସବୁ ଏକାଠି କରିକି ଦୂର ଦେଶକୁ ଯାଉଛି। ଆପଣମାନଙ୍କୁ ଗୋଟେ ପ୍ରଶ୍ନ ପଚାରିବି, ଦେଖ, ଯେତେବେଳେ ସାନ ପୁଅ ବାପାଙ୍କୁ କହିଲା ସମ୍ପତ୍ତିର ଯେଉଁ ଭାଗ ମୋ ବାଣ୍ଟରେ ପଡୁଅଛି ତାହା ମୋତେ ଦେଇଦିଅ, ଏହା ସିଏ ପ୍ରାର୍ଥନା କଲା ବା ମାଗିଲା, ତ ତାଙ୍କ ବାପା ତାଙ୍କୁ ଦେଲା କି ନାଇଁ କୁହନ୍ତୁ? ଦେଲା। ଆମେ ସମସ୍ତେ ଜାଣିଛୁ ତାଙ୍କର ବାପା ଦେଇ ଦେଉଛି। ତ ଯେତେବେଳେ ଅପବ୍ୟ ପୁତ୍ର ତାଙ୍କ ବାପାକୁ ମାଗୁଛି ସେ ଦେଇ ଦେଉଛି, ତ ଆମ୍ଭେମାନେ ମଧ୍ୟ ଯେତେବେଳେ ପରମେଶ୍ୱରଙ୍କୁ ମାଗିବା ଆମ୍ଭମାନଙ୍କୁ ଦିଅନ୍ତି କି ନାହିଁ? ମାଥ୍ୟୁରେ ଲେଖା ଅଛି, ମାଗ ତାହେଲେ ତୁମମାନଙ୍କୁ ଦିଆଯିବ, କାରଣ ଯିଏ ମାଗେ ସିଏ ପାଏ। କିନ୍ତୁ ଆମେ ପୂର୍ବ ଦିନ ମାନଙ୍କରେ ଦେଖୁଥିଲୁ ଗୋଟେ ବିଷୟ, କେତୋଟି ବିଷୟ ମାଗିଲେ ଦେବେ ନାହିଁ, ଆଉ କେତୋଟି ବିଷୟ ନ ମାଗୁଣୁ ଦେଇଦେବେ। ଆମେ ଯଦି ଉଦାହରଣ ପାଇଁ ଦେଖିବା, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କ ଠାରୁ କିଛି ମାଗିଲେ। ସେ ଯୀଶୁଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ। କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ମାଗୁଅଛ ତାହା ଜାଣୁନାହଁ। ଅନେକ ସମୟରେ ଆମ୍ଭେମାନେ ଉଦ୍ଦେଶ୍ୟକୁ ନ ଜାଣି ମାଗିଥାଉ। ଆଉ ଯୀଶୁ କହିଲେ, ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି ସେଥିରେ କି ତୁମ୍ଭେମାନେ ପାନ କରିପାର? ସେମାନେ ତାହାଙ୍କୁ କହିଲେ, ପାରୁ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାର ବିଷୟ ନୁହେଁ। ତା ମାନେ ଆମେ ଅନେକ ବିଷୟ ମାଗିଥାଉ ଉଦ୍ଦେଶ୍ୟକୁ ନ ଜାଣିକି, ତ ସେହି ବିଷୟକୁ ପରମେଶ୍ୱର ଆମକୁ ଦେବେ ନାହିଁ। ଯୋଉଟା ଦରକାର ସେଟା ସେ ଜାଣିକି ଦେବେ, କିନ୍ତୁ ଆମେ ଅଯଥାରେ ଅନ୍ୟାନ୍ୟ ବିଷୟ ମାଗୁଥିବା ତାହେଲେ ଦେବେ ନାହିଁ। ଆମେ ଯଦି ଉଦାହରଣ ପାଇଁ ଦେଖିବା, ଗୋଟେ ଘରେ ଯଦି ତାଙ୍କର ବାପା ଚାକିରି କରୁଥିବ, ସେ ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରୁଥିବ, ତାଙ୍କର ପିଲାମାନେ ଯଦି ମାଗିବେ 10 ଲକ୍ଷ, ତାହେଲେ ତାଙ୍କର ବାପା ଦେଇପାରିବେ, କାହିଁକି ନା ସେ ଚାକିରି କରିଛି, ଲକ୍ଷ ଲକ୍ଷ ଟଙ୍କା ରଖିଛି। ଯଦି ପିଲାମାନେ କହିବେ ମୋ ପାଇଁ ଗୋଟେ ବୁଲେଟ୍ କିଣିଦିଅ, ମୋ ପାଇଁ ଗୋଟେ କାର୍ କିଣିଦିଅ, ତାଙ୍କର ବାପା କିଣି ଦେଇପାରିବ, କାହିଁକି ନା ସେ ଟଙ୍କା ରଖିଛି, ଅନେକ ତାଙ୍କର ଧନ ସମ୍ପତ୍ତି ଅଛି, ଦେଇପାରିବ। କିନ୍ତୁ କିଏ ମାଗିଲେ ଦେବ, କିଏ ମାଗିଲେ ନ ଦେବ, ସେଟା ମଧ୍ୟ ଅଛି। ଯଦି ଛୋଟ ପିଲା ହେଇଥିବ, ମନେ କରିବେ ରାହୁଲ ଯଦି ବାପାଙ୍କୁ କହିବ ମତେ ଗାଡ଼ି କିଣିଦିଅ, ତାହେଲେ କିଣିଦେବେ କି? ଆଜ୍ଞା, କିଣିଦେବେ କି? ନାଇଁ। କାହିଁକି ନା ଆପଣ ଜାଣିଛନ୍ତି ତାଙ୍କୁ ଏବେ ବୁଲେଟ୍ ଦରକାର ନାହିଁ, ଆପଣ ଜାଣିଛନ୍ତି, ସେଥିପାଇଁ ଟଙ୍କା ଥିଲେ ମଧ୍ୟ ଦେବେ ନାହିଁ। ଯଦି ସେ କହିବ ନାହିଁ ମତେ ଖାତା ପେନ୍ କିଣିଦିଅ, ତାହେଲେ ଆପଣ କିଣିକି ଦେବେ। ସେହିପରି ପରମେଶ୍ୱରଙ୍କୁ ମଧ୍ୟ ଆମେ ଯେତେବେଳେ ମାଗୁଅଛୁ, ପ୍ରଭୁ ଆମକୁ ଜାଣିକି ଦିଅନ୍ତି କୋଉଟା ଦରକାର କୋଉଟା ଦରକାର ନାହିଁ। ସେଥିପାଇଁ ଆମେ ଯୋଉଟା ମାଗୁଛୁ ସେଟା ଯଦି ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ, ସେଟା ଯଦି ଆବଶ୍ୟକ ଅଛି, ତାହେଲେ ମାଗିଲେ ନିହାତି ଦେବେ। ହାଲେଲୁୟା। ସେହିପରି ଆମେ ଆଗକୁ ଦେଖିବା, ଯେତେବେଳେ ଅପବ୍ୟୟ ପୁତ୍ର ମାଗୁଛନ୍ତି ଆଉ ତାଙ୍କର ବାପା ତାଙ୍କୁ ସମ୍ପତ୍ତି ଦେଇ ଦେଉଛନ୍ତି, ଏଟା ଆମେ ଆତ୍ମିକ ଭାବରେ ଦେଖୁଛୁ। ବାପା ହେଉଛନ୍ତି ପରମେଶ୍ୱରଙ୍କୁ ନିଦର୍ଶନ କରେ ଆଉ ପରମେଶ୍ୱରଙ୍କୁ ଦର୍ଶାଏ। ଆମ୍ଭେମାନେ ମଧ୍ୟ ଅନେକ ବିଷୟ ପରମେଶ୍ୱରଙ୍କୁ ମାଗିଥାଉ, ମାଗିଛୁ, ଆମେ ପାଇଥିବା ପାଇନଥିବା ଅନେକ ବିଷୟ। ଦେଖ, ଅନେକ ବିଷୟ ଆମ୍ଭେମାନେ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇକି, ଅପବ୍ୟୟ ପୁତ୍ର ଯେମିତି ସେ ମାଗିଲା, ପାଇଲା, ଦୂର ଦେଶକୁ ଚାଲିଗଲା, ସବୁ ସମ୍ପତ୍ତି ଉଡ଼ାଇଲା। ସେଟା କାହା ସହିତ ଉଡ଼ାଇଛନ୍ତି ଜାଣିଛନ୍ତି ଆପଣ ମାନେ? ଏଠି ଲେଖା ଅଛି, 13 ପଦରୁ ପଢୁଛି, ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା।
ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡ଼ାଇ ଦେଲା। କିନ୍ତୁ ଆଉ ଗୋଟେ ପଦ ପଢିବା, ଆମେ ବାହାର କରିବା, ସେଇଠି ଲେଖା ଅଛି 30 ପଦରେ, 15ର 30 ପଦରେ ଲେଖା ଅଛି କ'ଣ? କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସର୍ବସ୍ୱ ଖାଇ ଉଡ଼ାଇ ଦେଇଅଛି। କାହା ସହିତ ଟଙ୍କା ଉଡ଼େଇଛି? ଲେଖାଯାଏ କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ, ଏଟା ବଡ଼ ପୁଅ କହୁଅଛି ତାଙ୍କ ବାପାଙ୍କୁ, କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସର୍ବସ୍ୱ ଖାଇ ଉଡ଼ାଇ ଦେଇଅଛି। ତା ମାନେ ଦେଖନ୍ତୁ, ଅପବ୍ୟୟ ପୁତ୍ର ବା ସାନ ପୁଅ ବାପାଙ୍କ ଠାରୁ ସମ୍ପତ୍ତି ପାଇଲା, ଦୂର ଦେଶକୁ ଚାଲିଗଲା। ସେହି ବିଷୟକୁ ସେ ଅଯଥାରେ ଖର୍ଚ୍ଚ କରିଛି, ବେଶ୍ୟାମାନଙ୍କ ସହିତ ଖାଇକି ସବୁ ଟଙ୍କା ଉଡ଼େଇଛି। ଏହିପରି ଆମ୍ଭେମାନେ ମଧ୍ୟ, ଆମେ ପ୍ରଭୁଙ୍କୁ ଆମ୍ଭେମାନେ ମାଗିଥାଉ ଏହି ବିଷୟକୁ ଦିଅ। ଯେତେବେଳେ ଆମ୍ଭମାନଙ୍କୁ ପ୍ରଭୁ ସେହି ବିଷୟକୁ ଦିଅନ୍ତି, ଯାହା ବି ହଉ, ଆମକୁ ଯଦି ଗୋଟେ ବାଇକ୍ ଦେଇଛନ୍ତି, ଆମେ ପ୍ରାର୍ଥନା କରିବା ଦ୍ୱାରା, ତାହେଲେ ଆମେ ସେଇ ବାଇକ୍ଟିକୁ ଠିକ୍ ଜାଗାରେ ବ୍ୟବହାର ନ କରି ଭୁଲ ଜାଗାରେ ବ୍ୟବହାର କରିଥାଉ। ଅନେକ ଲୋକମାନେ କରିଥାନ୍ତି, କରୁଛନ୍ତି। ଯଦି ଆମେ ପ୍ରଭୁଙ୍କୁ ମାଗିଛୁ କି ମୋତେ ଗୋଟେ ମୋବାଇଲ ଦେଇଦିଅ, ମୋତେ ଗୋଟେ ମୋବାଇଲ ଆବଶ୍ୟକ, ପ୍ରଭୁ ଦେଖିଲେ, ଦୟା ହେଲେ, ସେ ଜାଣିଲେ କି ଏଟା ଦରକାର ଅଛି ବୋଲି ପ୍ରଭୁ ଦେଇ ଦିଅନ୍ତି। ଆଉ ମୋବାଇଲ ପାଇଲା ପରେ ଆମ୍ଭେମାନେ ସେଇ ବିଷୟକୁ କ'ଣ କରିଥାଉ? ଠିକ୍ ଜାଗାରେ ବ୍ୟବହାର ନ କରିକି, ଉତ୍ତମ ଭାବରେ ବ୍ୟବହାର ନ କରିକି, ସେହି ବିଷୟକୁ ଆମ୍ଭେମାନେ ବ୍ୟବହାର କରି ଜାଣିନଥାଉ। ଯଦି ପ୍ରଭୁ ଆମ୍ଭମାନଙ୍କୁ ଧନ ସମ୍ପତ୍ତି ଦେଇଛନ୍ତି, ଆମକୁ ଯଦି ଟଙ୍କା ଦେଇଛନ୍ତି, କିମ୍ବା ଆମକୁ ଯଦି ଚାକିରି ଦେଇଛନ୍ତି, ସେ ବିଷୟକୁ ଆମ୍ଭେମାନେ ଉତ୍ତମ ଭାବରେ ବ୍ୟବହାର କରିନଥାଉ। ଅନେକ ଲୋକମାନେ ଟଙ୍କା ପାଆନ୍ତି, କିନ୍ତୁ କ'ଣ କରନ୍ତି? ଆମର ଟଙ୍କା, ଆମେ ଚାକିରି କରିଛୁ, ଆମେ ଇନକମ୍ କରିଛୁ, ଆମ ଇଚ୍ଛାରେ ଆମେ ଖର୍ଚ୍ଚ କରିବୁ, ଏହା ଭାବନ୍ତି। ଏମିତି ଅପବ୍ୟୟ ପୁତ୍ର ପରି ସେ ଯେମିତି ଟଙ୍କା ପାଇଲା ପରେ ଦୂର ଦେଶକୁ ଚାଲିଗଲା, ନିଜ ଇଚ୍ଛାରେ, ମୋ ପାଖରେ ଟଙ୍କା ଅଛି, ମୋର ଇଚ୍ଛା, ମୁଁ ଖର୍ଚ୍ଚ କରିବି, ଏହିପରି ସେ କଦାଚାରରେ ଉଡ଼େଇଲା। ତ ଏହିପରି ପ୍ରଭୁଙ୍କର ଲୋକମାନେ ମଧ୍ୟ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇକି ସେମାନେ ସେହି ବିଷୟକୁ ଠିକ୍ ଭାବରେ ବ୍ୟବହାର କରୁନାହାନ୍ତି। ଯଦି ଚାକିରି ହେଇଗଲା, ସେ ଚାକିରି ହିଁ ଲୋକମାନଙ୍କୁ ପ୍ରଭୁଙ୍କ ଠାରୁ ଦୂରକୁ ନେଇଯାଉଛି। ଯେତେବେଳେ ଚାକିରି ହେଇନଥିବ, ସେ ସମୟରେ ସେମାନେ ପ୍ରଭୁ 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 ମାନେ ପୁରା ଆଗ୍ରହ ହୁଅନ୍ତି। ଚାକିରି ପାଇଲା ପରେ ସେ ପ୍ରଭୁଙ୍କୁ ଭୁଲି ଯାଆନ୍ତି, ପ୍ରଭୁଙ୍କୁ ଏତେ ପ୍ରାୟୋରିଟି ମାନେ ଗୁରୁତ୍ୱ ଦିଅନ୍ତି ନାହିଁ। ହାଲେଲୁୟା। ଆଉ ଯଦି ସେମାନେ ମୋବାଇଲ ପାଆନ୍ତି, ପ୍ରଭୁଙ୍କୁ ପ୍ରାର୍ଥନା କରିଥିବେ, ମୋତେ ମୋବାଇଲ ଗୋଟେ ଦରକାର, ପ୍ରଭୁ ମୋତେ ମୋବାଇଲ ଗୋଟେ ଦିଅ। ମୋବାଇଲ ପାଇଲା ପରେ ଆଉ ସେମାନେ ପ୍ରଭୁଙ୍କୁ ପଚାରିବେ ନାହିଁ। ସେମାନେ ମାନେ ଫୋନରେ ଏତେ କଥା ହେବେ ଯେ ସେଟା ଠିକ୍ ଜାଗାରେ ବ୍ୟବହାର କଲେ ନାହିଁ ସେମାନେ। ଏହିପରି ହାଲେଲୁୟା। ତ ଅନେକ ଲୋକମାନେ ଅଛନ୍ତି, ସେମାନେ ପଇସା ପାଇକି ସେଟା ପ୍ରଭୁଙ୍କ ଉଦ୍ଦେଶ୍ୟରେ, ସେ ପ୍ରଭୁଙ୍କ କାର୍ଯ୍ୟ ପାଇଁ ପ୍ରଭୁ ସେମାନଙ୍କୁ ଦେଇଥାନ୍ତି କି ଏଟା ମୋ ପାଇଁ ଆଉ ମୋ ସେବା କାର୍ଯ୍ୟ ପାଇଁ ଏଟା ୟୁଜ୍ କରନ୍ତୁ, ଖର୍ଚ୍ଚ କରନ୍ତୁ ବୋଲିକି। କିନ୍ତୁ ତାହା ନ କରିକି ଅନେକ ଲୋକମାନେ ସେ ଟଙ୍କାକୁ କ'ଣ କରିଥାନ୍ତି? ଏ ଯେମିତି ଉପବ୍ୟୟ ପୁତ୍ର ବେଶ୍ୟାମାନଙ୍କ ସହିତ ସେ ସବୁ ଉଡ଼େଇଲା, ସେମିତି ସେମାନେ ଯୋଉଟା ପ୍ରଭୁ ସେମାନଙ୍କୁ ଦିଅନ୍ତି ପଇସା, ସେଇ ପଇସାକୁ ସେମାନେ ପ୍ରଭୁଙ୍କ କାର୍ଯ୍ୟରେ ନ ଲଗେଇକି ସେମାନେ ଅନ୍ୟ ଝିଅମାନଙ୍କୁ ରିଚାର୍ଜ ପକେଇବା, ଝିଅମାନଙ୍କୁ ବିଭିନ୍ନ ପ୍ରକାର ସେମାନଙ୍କୁ ସଜେଇଥାନ୍ତି। ହାଲେଲୁୟା। ତ ଏହିପରି ଆମ୍ଭେମାନେ ହେଉଛୁ କି? ଆମ୍ଭେମାନେ ନିଜକୁ ଟିକେ ସମୀକ୍ଷା କରିବା। ପ୍ରଭୁ ଯଦି ଆମକୁ ଗୋଟେ କାର୍ ଦେଇଛନ୍ତି, ସେଇଟାକୁ ଆମେ କିପରି ଆମେ ୟୁଜ୍ କରୁଛୁ? ନା ସେ ମଦୁଆ ମାନେ ମାଗିଲେ ମଧ୍ୟ, ନାଇଁ ଏଟା ମଦ ଆଣିଯିବି, ସେଥିପାଇଁ ଦିଅ, ହଁ ତେଲ ପକେଇଦେବେ, ଦେଇଦେବା, ସେମିତି ନାହିଁ। ଯଦି ଭଲ କାର୍ଯ୍ୟ ପାଇଁ ମାଗୁଛନ୍ତି, ଦେଇଦେବା। ଯଦି ସିଆଡ଼େ ମଦ କିଣିଯିବି, ଆମେ ତ ପିଉନୁ, ସେ କିଣିକି ଆସୁ, ସେମିତି ପାଇଁ ଯଦି ଆମେ ଦେଉଛୁ, ତାହେଲେ ମଧ୍ୟ ସେଟା ପରମେଶ୍ୱରଙ୍କ ଦୃଷ୍ଟିରେ ଭୁଲ ଅଟେ। ଯଦି ଆମେ ମୋବାଇଲ ପାଇଛୁ ପ୍ରଭୁଙ୍କ ଆଶୀର୍ବାଦରୁ, ମୋବାଇଲକୁ ମଧ୍ୟ ଆମେ ଉତ୍ତମ ଭାବରେ ବ୍ୟବହାର କରିବାର ଅଛି।
ମୋବାଇଲ ପାଇଲା ପରେ ଅନେକ ଲୋକମାନେ ସାଂସାରିକ ଗୀତ ଶୁଣିକି ସେ ସାଂସାରିକ ସେ ସିନେମା ଗୀତ ଦେଖିକି ଅନେକ ସେ ବିଷୟକୁ ଦେଖିକି ସେମାନେ ପ୍ରଭୁଙ୍କ ଠାରୁ ଦୂରେଇ ଯାଆନ୍ତି। ହାଲେଲୁୟା। ଏଠି ଅପବ୍ୟୟ ପୁତ୍ର ସାନ ପୁଅ ଯେମିତି ସେ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇଲା ବା ପିତାଙ୍କ ଠାରୁ ଧନ ସମ୍ପତ୍ତି ପାଇଲା, ଦୂର ଦେଶକୁ ଚାଲିଗଲା, ବ୍ୟବହାର କରି ଜାଣିଲା ନାହିଁ, କ'ଣ ଲାଭ ହେବ? ସେହିପରି ଆମ୍ଭେମାନେ ନ ହେଉ। ତ ଆଉ ଗୋଟେ ବିଷୟ ମୁଁ କହିବି, ଆମେ ଯଦି ଖାଦ୍ୟ ବିଷୟ ପାଉଛୁ କିମ୍ବା ଧନ ସମ୍ପତ୍ତି ଚାଉଳ ଧାନ ଯଦି ଏ ବିଷୟ ଯଦି ପ୍ରଭୁ ଯୋଗାଉଛନ୍ତି, ତାହେଲେ ଆମେ ସେଇ ବିଷୟକୁ ମଧ୍ୟ ଠିକ୍ ଜାଗାରେ ଲଗେଇବାର ଅଛି। ତ ଆପଣମାନେ କହିବେ ଆମେ ତ ଠିକ୍ ଜାଗାରେ ଲଗାଉଛୁ, ଖାଉଛୁ, ଫିଙ୍ଗୁନାଉ କହିବେ। ଦେଖନ୍ତୁ, ମୁଁ ଗୋଟେ ଜାଗାକୁ ଯାଇଥିଲି ମିଟିଂକୁ, ଏମିତି ଆମେ ବସିଥାଉ, ମାନେ ଯୁବ ସେବକମାନେ ଥିଲେ ଆଉ ବିଶ୍ୱାସୀମାନେ ମଧ୍ୟ ଥିଲେ। ଆମେ ଭାତ ଖାଉଛୁ, ସେହି ସମୟରେ ଜଣେ ଭାଇ ଭାତ ମାଗିଲେ ଆଉ ଖାଉଛନ୍ତି, ମାନେ ଅଳ୍ପ ଖାଇଲେ ଅଧିକ ଫିଙ୍ଗିଦେଲେ। ତ ସେତେବେଳେ ଜଣେ ପାଷ୍ଟର କହିଲେ ତାଙ୍କୁ, କାହିଁକି ଭାତ ଏମିତି ନଷ୍ଟ କରୁଛୁ? ତ ସେହି ବ୍ୟକ୍ତି କ'ଣ କହିଲା, ଏ କ'ଣ ଅଛି ଫିଙ୍ଗିଦେବା, କୁକୁରମାନଙ୍କୁ ଦେଇଦେବା। ସେ ଜଣେ ଗଲା, ଆଉ ଜଣେ ମଧ୍ୟ ସେମିତି କରୁଛି। ଯଦି କୁକୁରମାନେ ଅଛନ୍ତି ତାକୁ ଏକ୍ସଟ୍ରା ଦେବା, ଭଲ କଥା। ଯଦି ଖାଉ ଖାଉ ପାରିଲି ନାହିଁ, ସେଟା ଫିଙ୍ଗିଗଲୁ, ଠିକ୍ ଅଛି। ଆମେ ଜାଣୁ ଜାଣୁ ଯଦି ଭାତକୁ ଅଧିକ ମାଗିବା, ଏ କ'ଣ ଅଛି ଫିଙ୍ଗିବା ନାହିଁ କି, ଏତେ ଭାତ ରୋଷେଇ କରାହେଇଛି, ଏଟା ଭୁଲ ଅଟେ। ହାଲେଲୁୟା। ତ ଏଇଟା ହିଁ ଅପବ୍ୟୟ ପୁତ୍ର ପରି, ଏଇ ସାନ ପୁତ୍ର ପରି ହେଉଛି। ହଁ, ମୋର ଟଙ୍କା, ମୋର ଧନ, ମୋର ଚାଉଳ, ମୋର ଭାତ, ମୁଁ ଯେମିତି ଫିଙ୍ଗିଲେ ବି ହେଲା, ସେମିତି ନାହିଁ। ଆମେ ଯଦି ଏମିତି କରୁଛୁ, ତାହେଲେ ଗୋଟେ ଦିନ ଆମେ ପ୍ରଭୁଙ୍କୁ ହିସାବ ଦେବାକୁ ପଡ଼ିବ। ରୋମିଓ ବାହାର କରନ୍ତୁ 14 ପର୍ବ, ରୋମିଓ 14 ପର୍ବ 12 ପଦରେ ଲେଖାଯାଏ, ଅତଏବ ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। ପ୍ରତ୍ୟେକ ଜଣକୁ, କେବଳ ପାଷ୍ଟର ନିଜର ହିସାବ ଦେବ ତାହା ନୁହେଁ, କି ଜଣେ ବିଶ୍ୱାସୀ ନିଜର ହିସାବ ଦେବ ତାହା ନୁହେଁ, କି ଜଣେ ଗୋଟେ ପରିବାରରେ ଜଣେ ମା ଅଛି, କି ଗୋଟେ ପରିବାରରେ ଜଣେ ବାପା ଅଛି, ତାହେଲେ ସେ ନିଜର ହିସାବ ଦେବ ତାହା ନୁହେଁ। ମାନେ କେବଳ ଲିଡର ମାନେ ହିସାବ ଦେବେ ତାହା ନୁହେଁ, ଯେଉଁମାନେ ଦାୟିତ୍ୱରେ ଅଛନ୍ତି। ହଁ, ବାପା ଖାଲି ହିସାବ ଦେବ, ମା ଖାଲି ହିସାବ ଦେବ, ହଁ ଖାଲି ପାଷ୍ଟର ତାଙ୍କର ହିସାବ ଦେବ, ସେମିତି ନାହିଁ। ସିଏ ତାଙ୍କର ହିସାବ ଦେଇଦେବ, ମୁଁ ମୋର ହିସାବ ଦେଇଦେବି। ଏଠି କ'ଣ ଲେଖା ଅଛି? ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ, କାହା ଛାମୁରେ? ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। ଆଉ କେହି ସେଠି ନାହିଁ ମୋର ଲିଡର ମୋର ହିସାବ ଦେବ, ଆମ ଘରେ ମୋ ମା ଥିଲେ ସେ ହିସାବ ଦେବ, ସେମିତି ନାହିଁ। ନିଜ ନିଜର ହିସାବ ଦେବାକୁ ହେବ। ହାଲେଲୁୟା। ପ୍ରତ୍ୟେକ ବିଷୟରେ, ସବୁ ବିଷୟରେ ଆମେ ସମୟକୁ କିପରି ସଦ୍ବ୍ୟବହାର କରୁଛୁ, ଆଉ କିପରି ଆମ୍ଭେମାନେ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେଇକି ସେହି ବିଷୟକୁ ବ୍ୟବହାର କରୁଛୁ, ସେହି ବିଷୟକୁ ହିସାବ ଦେବାକୁ ହେବ। ଆମେ ଅଯଥରେ କୁଆଡ଼େ ଖର୍ଚ୍ଚ କରୁଛୁ, ଆମେ ଅଯଥରେ ଭାତକୁ ଆମର ଧନ, ଆମର ଚାଉଳ, ଆମର ସମ୍ପତ୍ତି ବୋଲିକି କିପରି ଆମେ ଖାଇକି ବାହାରେ ଫିଙ୍ଗୁଛୁ, ସେହି ବିଷୟକୁ ହିସାବ ଦେବାକୁ ହେବ। ହାଲେଲୁୟା। ତ ମୁଁ କହୁନାହିଁ କି ଆଉ ମାନେ ଏମିତି ବି ଗୋଟେ ଦିନ ହୁଏ, ମାନେ ଖାଉ ଖାଉ ମଧ୍ୟ ଭାତଟା ଭଲ ଲାଗିବ ନାହିଁ, ଆଉ ଖାଉ ଖାଉ ମଧ୍ୟ ବଳିଯାଏ, ସେଇଟା ଅଲଗା କଥା। କିନ୍ତୁ ଏମିତି ଲୋକମାନେ ଅଛନ୍ତି, ମୋତେ ବହୁତ ସେଠି ମାନେ ଦୁଃଖ ଲାଗିଲା। ଆମକୁ ପ୍ରଭୁଙ୍କର ଦାସ ମାନେ ଶିଖେଇଛନ୍ତି କି କେବେ ମଧ୍ୟ ଭାତ ହଉ ଚାଉଳ ହଉ ମାନେ ଫିଙ୍ଗିବ ନାହିଁ। ଖାଉ ଖାଉ ଭଲ ଲାଗିଲା ନାହିଁ କି ବଳିଗଲା, ପାରିଲି ନାହିଁ, ସେଟା ଅଲଗା କଥା। ଆଉ ପଇସାକୁ ଯେତେ ମାନେ ପଇସା ପାଉଥିବେ, ସେମିତି ପାଷ୍ଟର ମାନଙ୍କ ସହିତ ମଧ୍ୟ ମୁଁ ବୁଲିଛି, ସେମାନେ ଅଯଥରେ ମାନେ ପଇସା ଖର୍ଚ୍ଚ କରିବେ ନାହିଁ। ହେଲେ ଲୋକମାନେ କେମିତି କରନ୍ତି, ବେଳେ ବେଳେ ମାନେ ଗୋଟେ କ'ଣ ହେଲେ କିଣି ଦିଅନ୍ତି, ଏ ଟିକେ ଚିରିଗଲା ଫୋପାଡ଼ି ଦେବେ, ଏ ପଇସା ଅଛି ଆଉ ଗୋଟେ କିଣିବା, ସେମିତି ଭାବନ୍ତି। ମାନେ ୟୁଜ୍ କରି ହବ ନାହିଁ, ସେହିପରି ହେଲେ ଆମେ ଫିଙ୍ଗିବା। ଯଦି ୟୁଜ୍ ହବ, ମନେ କର ଟିକେ ସିଲେଇ ଛାଡ଼ିଗଲା, ଏଠି ସିଲେଇଲେ କ'ଣ ପିନ୍ଧି ହବ ନାହିଁ କି? ହବ। ମୁଁ ଦେଖିଛି, ଆମ ଜଣକୁ ଭାଇକୁ କହିଲି, ସେ କ'ଣ କରିବ ନା, ତାଙ୍କର ଟିକେ ପଇସା, ସେ ପ୍ୟାଣ୍ଟ ସାର୍ଟ କିଣିବ, ପିନ୍ଧିବ, ଯଦି ତାକୁ ଭଲ ଲାଗିଲା ତ ସେ ପିନ୍ଧିବ,
ନହେଲେ ସେ ଫିଙ୍ଗି ଦେଇଥିବ। ମୁଁ କହିଲି ଏଟା ମତେ ହେଲେ ଦେଉନ ମୁଁ ପିନ୍ଧିବି କହିଲି, ମାନେ ସେ ଅନ୍ୟ ଜଣ କହିଲେ ପିନ୍ଧିବା ପାଇଁ ଦିଅନ୍ତା ସେଟା ହେଲେ ହୁଅନ୍ତା। ସେ ନିଜେ ପିନ୍ଧିବ ନାହିଁ କି ଅନ୍ୟ ଜଣକୁ ପିନ୍ଧିବା ପାଇଁ ଦେବ ନାହିଁ, ସେ ଫିଙ୍ଗି ଦେବ। ସେଟା ଖରାରେ ଶୁଖୁଥିବ, ବର୍ଷା ହଉଥିବ, ସେହିପରି। ତ ଏମାନେ ଦେଖନ୍ତୁ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି ବା ଆଶୀର୍ବାଦ ପାଉଛନ୍ତି, ସେଟାକୁ ବ୍ୟବହାର କରି ଜାଣୁନାହାନ୍ତି। ଅପବ୍ୟୟ ପୁତ୍ର ପରି ସେମାନେ କଦାଚାରରେ ଉଡଉଛନ୍ତି, ଅଯଥାରେ ସେମାନେ ଖର୍ଚ୍ଚ କରୁଛନ୍ତି। ଆମେ ମଧ୍ୟ ସମସ୍ତେ ଆମେ ନିଜକୁ ସମୀକ୍ଷା କରିବା, ମୁଁ ଏମିତି କ'ଣ କରୁଛି କି, ମୁଁ ଏହିପରି କ'ଣ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇକି ଅପବ୍ୟବହାର କଦାଚାରରେ ଉଡଉଛି କି, ଆମେ ସମୀକ୍ଷା କରିବା। ଯଦି ପ୍ରଭୁ ମୋବାଇଲ ଦେଇଛନ୍ତି, ମୋବାଇଲ ଆମକୁ ପ୍ରଭୁଙ୍କ ଠାରୁ ଦୂରକୁ ନ ନେଉ। ଚାକିରି ଯଦି ଦେଇଛନ୍ତି, ଚାକିରି ଆମକୁ ପ୍ରଭୁଙ୍କ ଠାରୁ ଦୂରକୁ ନ ନେଉ। ପ୍ରଭୁ ଛୋଟ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।